দাদন ঘটুছি ওড়িয়া পুଅ বিজেপি সরকার জবাব দিও। জবাব দিও, জবাব দিও, দাদন ঘটুছি ওড়িয়া পুଅ বিজেপি সরকার জবাব দিও। জবাব দিও, জবাব দিও। কলা পালটানি রহে ভোটর বিজেপি শাসন পুরা কঠোর। পুরা কঠোর, পুরা কঠোর। কলা পালটানি রহে ভোটর বিজেপি শাসন পুরা কঠোর। পুরা কঠোর, পুরা কঠোর। গরিব হাঁড়িরে ନାହିଁ আহার উড়া জাহাজ চড়ি কর প্রচার। প্রচার, কর প্রচার। আরে ভাই গরিব হাঁড়িরে ନାହିଁ আহার উড়া জাহাজ চড়ি কর প্রচার। কর প্রচার, কর প্রচার। ଆମ ଠାରୁ ମୋଦି ଟ୍ୟାକ୍ସ ନେଇ ବିଦେଶ ବୁଲୁଛି ଖାଇ ଗାଇ 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 ଗାଇ। ଆମ ଠାରୁ ମୋଦି ଟ୍ୟାକ୍ସ ନେଇ ବିଦେଶ ବୁଲୁଛି ଗାଇ 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 ଗାଇ। ଓଡ଼ିଆ ଅସୁବିଧା ତମେ କହିଲ ଓଡ଼ିଆ ପୁଅକୁ ମାଡ଼ ମାରିଲ ବିଜେପି ସରକାର ଛିଛି। ଓଡ଼ିଶାରେ ନିର୍ବାଚନ ସମୟରେ ବିଜେପି ଦଳ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପାଣି ଗାର ପାଲଟିଛି। କେନ୍ଦ୍ର ସରକାରଙ୍କ 10 ବର୍ଷର ଜୁମଲା ଭଳି ଓଡ଼ିଶା ସରକାର ମଧ୍ୟ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି। 300 ୟୁନିଟ୍ ବିଜୁଳି ଫ୍ରି, ସମସ୍ତ ମହିଳାଙ୍କୁ 2 ବର୍ଷରେ 50,000 ଟଙ୍କାର ଭାଉଚର, 3,000 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେବାକୁ କହି ଏବେ ଲୁଚକାଳି ଖେଳ ଖେଳୁଛନ୍ତି। ଏହି ଧୋକାବାଜି ପ୍ରତିବାଦରେ ଆପ୍ ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ଏକ ପ୍ରତିବାଦ ସଭା ଗତ 13 ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ 1000ରୁ ଅଧିକ କର୍ମକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ। ସଭାରେ ଆମ୍ ଆଦମୀ ପାର୍ଟିର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ସମେତ ଜିଲ୍ଲା ସଭାପତିମାନେ ବକ୍ତବ୍ୟ ରଖିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଆଗାମୀ ଦିନରେ ଏହି ଦାବିକୁ ନେଇ ଏକ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।